ପୂର୍ବ ଅଧ୍ୟାୟରେ ଆମେ କେଉଁଭଳି ଗାଁ ବା କେଉଁଭଳି ୱାର୍ଡ ସହରାଞ୍ଚଳର ୱାର୍ଡ ବାଲ୍ୟ ବିବାହ ମୁକ୍ତ ହେବା ପାଇଁ ଯୋଗ୍ୟ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥରର ଅଧ୍ୟାୟରେ ଆମେ କିପରି ଆବେଦନ କରିପାରିବା ବାଲ୍ୟ ବିବାହ ମୁକ୍ତ ଗାଁ ବା ୱାର୍ଡ ପାଇଁ ସେ ବିଷୟରେ ଆଲୋଚନା କରିବା। ଆବେଦନ କରିବାର ପ୍ରମୁଖ ଦାୟିତ୍ୱ ହେଉଛି ଆମ ଗାଁରେ ଯେଉଁ ଗ୍ରାମ୍ୟ ସ୍ତରୀୟ ଶିଶୁ ମଙ୍ଗଳ ଏବଂ ସୁରକ୍ଷା କମିଟି ଅଛି ବା ୱାର୍ଡ ସ୍ତରରେ କମିଟି ଅଛି, ସେଇମାନେ ହିଁ ଆବେଦନର ପ୍ରକ୍ରିୟାକୁ ଆଗକୁ ବଢ଼େଇବେ। ସେଇମାନେ ଗାଁରେ ଥିବା ଅଙ୍ଗନବାଡି କର୍ମୀଙ୍କୁ ସାହାଯ୍ୟ କରିବେ। ଆବେଦନ ପତ୍ର ସେଇମାନେ ଗାଁରେ ଥିବା ଅଙ୍ଗନବାଡି ଦିଦିଙ୍କୁ ଆବେଦନ ପତ୍ର ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ଏବଂ ଏହି ଆବେଦନ ପତ୍ରକୁ ପ୍ରସ୍ତୁତ ହେଲା ପରେ ଗାଁର ୱାର୍ଡ ମେମ୍ବର ଏବଂ ସରପଞ୍ଚ ତଦାରଖ କଲା ପରେ ଅଙ୍ଗନବାଡି କର୍ମୀ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ପାଖରେ ତାକୁ ଦାଖଲ କରିବେ। ତେବେ এই ଯେଉଁ ଆବେଦନ ପତ୍ରଟି ପ୍ରସ୍ତୁତ ହେବ, ସେ ଆବେଦନ ପତ୍ରରେ କ'ଣ ରହିବ, କିପରି ତାକୁ ଆମେ ନଥିକରଣ କରିବା ଏବଂ କିଭଳି ଭାବରେ ଲେଖିକିରି ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ପାଖକୁ ପଠେଇବା। ପ୍ରଥମ ଯେଉଁ ନଥିଟି ଆମର ଆବଶ୍ୟକ ଅଛି ତାହା ହେଲା ଯେ এই ଗାଁ ସ୍ତରୀୟ କମିଟି ବା ୱାର୍ଡ ସ୍ତରୀୟ କମିଟି ଗଠନ ହେଇଛି ସେ ସମ୍ପର୍କରେ ଆପଣଙ୍କର ଯେଉଁ ରିଜଲ୍ୟୁସନଟି ଅଛି ସେଇ ରିଜଲ୍ୟୁସନର କପି ଗୋଟେ ପ୍ରସ୍ତୁତ କରିବେ। ଦ୍ୱିତୀୟ ଆବଶ୍ୟକତା ହେଉଛି ଗୋଟେ ଡିକ୍ଲାରେସନ ବା ଆପଣମାନଙ୍କର ଗୋଟେ ଘୋଷଣାନାମା ଯେ ଗତ 2 ବର୍ଷ ହେଲା ଆମ ଗାଁରେ ବା ଆମର ସାହିରେ ଆମର ୱାର୍ଡରେ କୌଣସି ବି ବାଲ୍ୟ ବିବାହ ହୋଇନାହିଁ, ଏଭଳି ଏକ ଘୋଷଣାନାମା ଆପଣଙ୍କ କମିଟି ଦ୍ୱାରା ପ୍ରସ୍ତୁତ କରାଯିବ। ତୃତୀୟ ଆବଶ୍ୟକତା ହେଲା ଏକ ପଲ୍ଲୀ ସଭା ବା ୱାର୍ଡ ସଭାର ରିଜଲ୍ୟୁସନ। ତେବେ ଏହି ରିଜଲ୍ୟୁସନରେ କ'ଣ ସବୁ ଉଲ୍ଲେଖ ହେବା ଆବଶ୍ୟକ ରହିଛି, ଏଥିରେ ନିଶ୍ଚିତ ଭାବରେ ଲେଖା ହେଇଥିବ ଯେ ଆମେ ଆମର ୱାର୍ଡରେ ବା ଆମର ଗାଁରେ 18 ବର୍ଷ ବୟସରୁ କମ୍ ବୟସର ଝିଅ, 21 ବର୍ଷ ବୟସର କମ୍ ବୟସର ପୁଅକୁ କେବେ ବିବାହ କରିବୁ ନାହିଁ, ସେଭଳି ଏକ ନିଷ୍ପତ୍ତି ଆମେ ସବୁ ନେଇଛୁ। ସେ କଥା ନିଶ୍ଚିତ ଭାବରେ ଉଲ୍ଲେଖ ଥିବ। ଆମ ଗାଁର ସମସ୍ତେ ବା ଆମ ୱାର୍ଡର ସମସ୍ତେ ବାଲ୍ୟ ବିବାହ ସମ୍ପର୍କରେ ତାର କୁପରିଣାମ ସମ୍ପର୍କରେ ଏବଂ ବାଲ୍ୟ ବିବାହ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ସମସ୍ତେ ଆଲୋଚନା କରିଛନ୍ତି ଏବଂ ସଚେତନ ଅଛନ୍ତି। ଏ କଥା ମଧ୍ୟ ପଲ୍ଲୀ ସଭା ବା ୱାର୍ଡ ସଭାର ରିଜଲ୍ୟୁସନରେ ଉଲ୍ଲେଖ ଥିବ। ତୃତୀୟ କଥାଟି ନିଶ୍ଚିତ ଭାବରେ ଯାହା ଉଲ୍ଲେଖ ରହିବା ଜରୁରୀ ଯେ ଆମ ଗାଁରେ ବା ଆମ ୱାର୍ଡରେ ଆମେ ବ୍ୟବସ୍ଥା କରିଛୁ ଯେପରି କେହି ବି ଯଦି ବାଲ୍ୟ ବିବାହ କରନ୍ତି ସେ ତଥ୍ୟ ଆମେ ଜାଣିପାରିବୁ ଏବଂ ତଦାରଖ କରିବୁ, ଆଉ ଯଦି ଘଟୁଥାଏ ତାହେଲେ ସେଭଳି ବିବାହ ବାଲ୍ୟ ବିବାହକୁ ଆମେ ବନ୍ଦ କରିବୁ। ଏ 3ଟି ପ୍ରମୁଖ କଥା ଥାଇ ଆମର ପଲ୍ଲୀ ସଭାର ରିଜଲ୍ୟୁସନ ବା ୱାର୍ଡ ସଭାର ରିଜଲ୍ୟୁସନ ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ବ୍ୟତୀତ ଗତ 2 ବର୍ଷ ଧରି ଆପଣ ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ କରିଥିବେ, ସଚେତନତାମୂଳକ କାର୍ଯ୍ୟକ୍ରମ, ବାଲ୍ୟ ବିବାହକୁ ବନ୍ଦ କରିବାର କାର୍ଯ୍ୟକ୍ରମ, ର୍ୟାଲି କରିଥିବେ, ସଭା ସମିତି କରିଥିବେ, ସେ ସମ୍ପର୍କିତ ଯଦି ଫଟୋଗ୍ରାଫ୍ସ ଅଛି ତାକୁ ମଧ୍ୟ ଏଥିରେ ଯୋଡ଼ିବେ। ଯଦି କମିଟି ଗଠନ ହଉ ବା ଗାଁର କାର୍ଯ୍ୟକ୍ରମ ସମ୍ପର୍କିତ କୌଣସି ଖବର ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହେଇଛି, ସେଇ ଖବରକାଗଜର କପି ଗୁଡ଼ିକ ମଧ୍ୟ ଆପଣ ଏଥିରେ ସଂଲଗ୍ନ କରିବା ପାଇଁ ପ୍ରସ୍ତୁତ କରିକିରି ରଖିବେ। ଆଗରୁ ଆମେ ଯେମିତି କଥା ହେଇଥିଲେ ଯେ 10ରୁ 19 ବର୍ଷ ବୟସର ସମସ୍ତ କିଶୋର ଏବଂ କିଶୋରୀ ମାନଙ୍କର ତଥ୍ୟ, ସବିଶେଷ ତଥ୍ୟ ଯେଉଁଥିରେ ସେମାନଙ୍କର ଶିକ୍ଷା ସମ୍ପର୍କିତ ବର୍ତ୍ତମାନର ସ୍ଥିତି, ଡ୍ରପ୍ ଆଉଟ୍ସ ଅଛନ୍ତି କି ନା ପାଠ ପଢ଼ିବା ପାଇଁ ଯାଉଛନ୍ତି, ସେ ସମ୍ପର୍କିତ ସବିଶେଷ ସ୍ଥିତିର ଏକ ତଥ୍ୟ ମଧ୍ୟ ସଂଗୃହୀତ ହେବ
ନଥିକରଣ ହେବ ଏବଂ ଆବେଦନ ପାଇଁ ସଂଲଗ୍ନ କରାଯିବ। ଅଦ୍ବିକାରେ ଉପସ୍ଥାନ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଯୋଗ୍ୟତା ବା ମାପକାଠି ବିଷୟରେ ଆଲୋଚନା କଲାବେଳେ ଆଲୋଚନା କରିଛେ ଯେ ଅତି କମରେ 60% ରୁ ଅଧିକ କିଶୋର କିଶୋରୀ ଅଦ୍ବିକା କାର୍ଯ୍ୟକ୍ରମ ସହିତ ଜଡ଼ିତ ହେବେ, ତାର ପ୍ରମାଣ ଆମକୁ ଏଥିରେ ଦେବାକୁ ହେବ। ଏହା ସହିତ ଅତି କମରେ ବର୍ଷ ତମାମ ଯେତିକି ଅଦ୍ବିକା କାର୍ଯ୍ୟକ୍ରମ ହୁଏ 80% ନିଶ୍ଚିତ ଭାବରେ ଅଦ୍ବିକା କାର୍ଯ୍ୟକ୍ରମ ଆମର ଅଙ୍ଗନବାଡ଼ି କର୍ମୀ ଗାଁରେ କରିଥିବେ, ତାର ମଧ୍ୟ ଏକ ପ୍ରମାଣ ଆମକୁ ପ୍ରସ୍ତୁତ କରିବାକୁ। ଏହା ବ୍ୟତୀତ ବାଲ୍ୟ ବିବାହ ମୁକ୍ତ ଗାଁ କରିବା ପାଇଁ ବା ବାଲ୍ୟ ବିବାହ ମୁକ୍ତ ୱାର୍ଡ କରିବା ପାଇଁ ଅନ୍ୟାନ୍ୟ କିଛି କାଗଜାତ ଯଦି ଆପଣ ଭାବନ୍ତି ଯେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆପଣଙ୍କର ଏଭିଡେନ୍ସ ଆକାରରେ ଆପଣଙ୍କର ତଥ୍ୟ ପ୍ରମାଣ ଆକାରରେ କାମ ଦେବ, ସେଭଳି କିଛି କଥା ମଧ୍ୟ ଯଦି ଉଲ୍ଲେଖ ଥାଏ, ଯେପରିକି ଧରନ୍ତୁ ଆପଣଙ୍କ ଗାଁକୁ କେହି ଭିଜିଟର ଯାଇଛନ୍ତି, ପରିଦର୍ଶକ ଯାଇଛନ୍ତି ଏବଂ ଆପଣଙ୍କ ଗାଁ ସମ୍ପର୍କରେ କେଉଁଠି ଉଲ୍ଲେଖ କରାଯାଇଛି ବା ଆପଣଙ୍କ ଗାଁ ସମ୍ପର୍କରେ କେହି କିଛି ଭଲ ମନ୍ତବ୍ୟ ଦେଇକିରି କିଛି ଚିଠିପତ୍ର ଦେଇଛନ୍ତି, ସେଇଭଳି କାଗଜପତ୍ରକୁ ମଧ୍ୟ ଆପଣ ସଂଗ୍ରହ କରିପାରିବେ ଏବଂ ଏ ଆବେଦନ ପତ୍ରଟି ପ୍ରସ୍ତୁତ କରିବେ। ସବୁ କାଗଜାତ ଆସିଲା ପରେ କ୍ରମ ଅନୁସାରେ ଆପଣ ତାକୁ ସଜେଇଲା ପରେ ଏକ ଫରୱାର୍ଡିଂ ଲେଟର, ଯାହାକି ଆପଣଙ୍କର ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ଆପଣ ପ୍ରାପ୍ତି ଉଦ୍ଦେଶ୍ୟରେ ଲେଖିବେ, ତାକୁ ପ୍ରସ୍ତୁତ କରିବେ ଏବଂ ଗ୍ରାମ୍ୟସ୍ତରୀୟ ବା ୱାର୍ଡ ସ୍ତରୀୟ କମିଟି ସଦସ୍ୟମାନେ ତାକୁ ସ୍ୱାକ୍ଷର କରିବା ସହିତ ଏହି ଆବେଦନ ପତ୍ରଟି ହସ୍ତାନ୍ତର କରିବା ପାଇଁ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ୱ ଦିଆଗଲା ବୋଲି ଉଲ୍ଲେଖ କରି ଅଙ୍ଗନବାଡ଼ି ଦିଦିଙ୍କୁ ଏ ଆବେଦନ ପତ୍ରଟି ପ୍ରଦାନ କରିବେ ଏବଂ ପରବର୍ତ୍ତୀ ସମୟରେ ଏହା ସୁନିଶ୍ଚିତ କରିବେ ଯେ ଆପଣଙ୍କର ଅଙ୍ଗନବାଡ଼ି ଦିଦି ନିଶ୍ଚିତ ଭାବରେ ଯେମିତି ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ଏ ଆବେଦନ ପତ୍ରଟି ସେ ଦେଇଛନ୍ତି ଏବଂ ତାଙ୍କଠାରୁ ଏକ ପ୍ରାପ୍ତି ସ୍ୱୀକାର ମଧ୍ୟ ପାଇଛନ୍ତି। ଏତକ ଆପଣମାନେ ପ୍ରସ୍ତୁତ କରନ୍ତୁ। ଆପଣଙ୍କର ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଦାବି ଆବେଦନ ଦିଅନ୍ତୁ ଏବଂ ପରବର୍ତ୍ତୀ ଅଧ୍ୟାୟରେ ଆମେ ପୁଣି ଆଲୋଚନା କରିବା ଯେ ଆପଣ ଦାବି ଆବେଦନ ଦେଲା ପରେ କେଉଁ କେଉଁ ସ୍ତର ଦେଇ ଆପଣଙ୍କର ଆବେଦନ ପତ୍ର ତଦାରଖ ହେବ ଏବଂ ଆପଣଙ୍କୁ ଆପଣଙ୍କର ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାର ପ୍ରମାଣପତ୍ର ବା ସ୍ୱୀକୃତି ଆପଣଙ୍କୁ ପ୍ରଦାନ କରାଯାଇପାରିବ। ନମସ୍କାର।